ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନେତୃତ୍ୱରେ ବିକାଶକୁ କେବଳ ମୁଦ୍ଦା କରି କହିଥିଲା। ମିଛ ସତ ଯୋଡ଼ିକିରି ଅନ୍ୟ କଥାକୁ କହିକି ଅପପ୍ରଚାର କରିକିରି ଲୋକଙ୍କୁ କିଛି ସମୟ ପାଇଁ କିଛି ଲୋକଙ୍କୁ ମୁହାଁ ବୁଲେଇ ହବ, ସମସ୍ତଙ୍କୁ ସବୁଦିନ ପାଇଁ କରିହବନି, ମିଛ କହିକିରି ଜିତି ହବନି। ନିଜର ଯୋଉ ଅହଙ୍କାର ଆଜି 100 ଦିନରେ ପ୍ରତିଫଳିତ ହଉଛି, ଏଇଟା ଅହଙ୍କାର, ନିଛକ ଅହଙ୍କାର ନୁହେଁ ତ ଆଉ କଣ। ଦେବବାବୁ, ଆଜି ମୋହନ ମାଝୀଙ୍କ ସରକାରକୁ 100 ଦିନ ପୁରିଲା, ଆଉ ଏ 100 ଦିନ ସରକାର ପୂର୍ତ୍ତି ଚାଲିଥିଲା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣଙ୍କ ସରକାର ଅହଙ୍କାରୀ ଆଉ ଜନ ବିରୋଧୀ ଥିଲା। ତାକୁ କେମିତି ପାର୍ଟି ରିଆକ୍ଟ କରୁଛି? ଜନ ବିରୋଧୀ ସରକାରକୁ ଲୋକମାନେ ହଟେଇ ଦେଇଛନ୍ତି। ମୂଳରୁ ଘରୁ ନ ପଶୁଣୁ ଚାଳ ବାଜିଲା ଭଳିଆ ମହାପ୍ରଭୁ ବଳଦେବଙ୍କର ଯୋଉ ବିଭ୍ରାଟଠୁ ଆରମ୍ଭ କରି ମହିଳା ମାନଙ୍କଠୁ ଆରମ୍ଭ କରି ଅନ୍ୟ ଯାହା ଯାହା ସେମାନେ ଯୋଉ ବଡ ବଡ ଉଦ୍ଘୋଷଣ କରିଥିଲେ, ଏପରିକି ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ହାତରେ ବି ଯୋଉ ଡମି ଚେକ୍ ଦେଲେ 50,000 ଟଙ୍କା, କିନ୍ତୁ 5,000 ଟଙ୍କା ଇମ୍ପାକ୍ଟ ଗଲା ଲୋକଙ୍କୁ, ଏଇଟା ତାଙ୍କ ଏକ୍ସପୋଜ କରୁଛି ଯେ ତାଙ୍କର ଜନପ୍ରୀତି ଏବଂ ଯୋଉଟା କହୁଛନ୍ତି ଅହଙ୍କାର ଏବଂ ଜନବିରୋଧୀ ନୀତି କଥା, ମୋର କେବଳ କହିବାର କଥା ଯେ ଏଇଟା ନିଜର ତାଙ୍କର କଥାଟାକୁ ନିଜର ଯୋଉ ଅହଙ୍କାର ଆଜି 100 ଦିନରେ ପ୍ରତିଫଳିତ ହଉଛି, ଏଇଟା ଅହଙ୍କାର, ନିଛକ ଅହଙ୍କାର ନୁହେଁ ତ ଆଉ କଣ। ଜଗନ୍ନାଥଙ୍କୁ ଜନପ୍ରିୟ ନବୀନ ବାବୁ ଜନପ୍ରିୟତା, ବିଜେଡିର ଜନପ୍ରିୟତାକୁ କଣ କରୁଛନ୍ତି, ସେଥିରେ ଏକୁ ନିଜେ ଏତେ ଉଲ୍ଲସିତ ହିଁ ଅହଙ୍କାରୀ ହବା ଉଚିତ ନୁହେଁ। ଜଗନ୍ନାଥଙ୍କୁ ଆପଣ ପାର୍ଟିର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିଲେ କି ନାହିଁ? ଜଗନ୍ନାଥଙ୍କ କଥା କହି ଶ୍ରୀ ଜଗନ୍ନାଥ ଯିଏ ହଉଛନ୍ତି ସମସ୍ତଙ୍କର ଦେବତା, ଗଣ ଦେବତା, ରାଷ୍ଟ୍ର ଦେବତା। ଯଦି ଆଉ ଜଣେ ଅନ୍ୟ ଯୁଗର ଠାକୁରଙ୍କର ଉଚ୍ଚାରଣରୁ କଳକିର ଠାକୁର ଜଗନ୍ନାଥଙ୍କ ଉଚ୍ଚାରଣ ତାଙ୍କ ପାଟିରେ ପଶିଲା ଏବେ ଭୋଟରେ ଜିତିଲା ପରେ, ଏବଂ ଭୋଟରେ ତାକୁ ବ୍ୟବହାର କରିବା, ବିଭିନ୍ନ କଥା କହିବା, ତା ବି ପ୍ରମାଣିତ ହବ। ନାଇଁ, ଆପଣ ଯୋଉ ଅର୍ପଣ ଚାଉଳ ଆଣୁଥିଲେ, କଲେକ୍ସନ କରୁଥିଲେ, ଜଗନ୍ନାଥଙ୍କ ଫଟୋ ମାରୁଥିଲେ, ପିକଅପ୍ ଭ୍ୟାନରେ ଜଗନ୍ନାଥ ଯାଉଥିଲେ, ଏଇଟା କଣ ନିଜ ସ୍ୱାର୍ଥ ପାଇଁ ଜଗନ୍ନାଥ ଜୟ ଜଗନ୍ନାଥ କହୁଛନ୍ତି କି ତାଙ୍କ ମାନନୀୟ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କଥାଟାକୁ ଅନ୍ୟ ଜାଗାରେ ଉଚ୍ଚାରଣ କରୁଛନ୍ତି ଓଡିଶାରୁ 20 MP ଜିତିଲା ପରେ, ସେଇଟା ଜଗନ୍ନାଥଙ୍କ ନାଁକୁ ସେ କରୁନାହାନ୍ତି। କିନ୍ତୁ ବିଜେଡି ଜଗନ୍ନାଥଙ୍କୁ ବ୍ରାଣ୍ଡିଂ କରି ଭୋଟ ପାଇବା ପାଇଁ ଚାହୁଁଥିଲା କି ନାହିଁ? ବିଜେପି ଜମା, ଶ୍ରୀ ଜଗନ୍ନାଥ ହଉଛନ୍ତି ସବୁର ଉର୍ଦ୍ଧ୍ୱରେ, ତେଣୁ ତାଙ୍କୁ ବ୍ରାଣ୍ଡିଂ କରିବାର ନାହିଁ। ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନେତୃତ୍ୱରେ ବିକାଶକୁ କେବଳ ମୁଦ୍ଦା କରି କହିଥିଲା। ମିଛ ସତ ଯୋଡ଼ିକିରି ଅନ୍ୟ କଥାକୁ କହିକି ଅପପ୍ରଚାର କରିକିରି ଲୋକଙ୍କୁ କିଛି ସମୟ ପାଇଁ କିଛି ଲୋକଙ୍କୁ ମୁହାଁ ବୁଲେଇ ହବ, ସମସ୍ତଙ୍କୁ ସବୁଦିନ ପାଇଁ କରିହବନି, ମିଛ କହିକିରି ଜିତି ହବନି। ଲୋକଙ୍କ ହୃଦୟ ସେଥିପାଇଁ ଜିତିବାକୁ ପଡିବ। ବିଜୁ ଜନତା ଦଳ ଲୋକଙ୍କ ହୃଦୟରେ ଅଛି। କିନ୍ତୁ ଦେବବାବୁ, ଅହଙ୍କାର ଥିଲା କି ନାହିଁ ସରକାର? ସରକାର ଅହଙ୍କାରୀ ନୁହେଁ, ସରକାର ସେବା ମନୋବୃତ୍ତି। ବିଜୁ ଜନତା ଦଳ ହେଉଛି ଏକମାତ୍ର ଦଳ, ତାର ନେତା ଯିଏକି ସୋଶାଲ କମିଟମେଣ୍ଟ, ରକ୍ତଦାନଠୁ ଆରମ୍ଭ କରି ଓଡ଼ିଶା ମୋର ପରିବାର, ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା, ସବୁ ଜାତି ଧର୍ମ ବର୍ଗର ନିର୍ବିଶେଷରେ ଏକ କୌଣସି ଗୋଷ୍ଠୀଗତ ସଂଘର୍ଷ ଏବଂ ସାମ୍ପ୍ରଦାୟିକ ସଂଘର୍ଷର ଉର୍ଦ୍ଧ୍ୱରେ ରହି ସବୁ ଲୋକଙ୍କର ଉତ୍ଥାନ ପାଇଁ ତାଙ୍କର ଦାରିଦ୍ର୍ୟ, ଉତ୍କଟ ଦାରିଦ୍ର୍ୟରୁ ଓଡ଼ିଶାକୁ ମୁକ୍ତିର ଆଣିବା, ଅର୍ଥନୈତିକ ତାଙ୍କୁ ଏମ୍ପାୱାର୍ଡ କରିବା, ମହିଳା ଏବଂ ବିଭିନ୍ନ ବର୍ଗକୁ, ଏସବୁ ସଫଳତା ଏବଂ ସେଇ ହେଉଛି ଆମ ମୁଦ୍ଦା। ଏବଂ ଶ୍ରୀ ଜଗନ୍ନାଥଙ୍କୁ ଆମେ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରୁଛୁ, କିନ୍ତୁ ଶ୍ରୀ ଜଗନ୍ନାଥଙ୍କୁ ୟୁଜ୍ କରିନୁ ଯେମିତି ସେମାନେ ୟୁଜ୍ କରୁଛନ୍ତି। ଆଜ୍ଞା, ବହୁତ ଧନ୍ୟବାଦ ଦେବ ବାବୁ, ବହୁତ ଧନ୍ୟବାଦ।